ସାର୍ ଏଇ ମଞ୍ଜି ପୁତା ଯଦି କିଏ ବି ମିସ୍ କରିଦେଲା ସିଏ କ'ଣ କେମିତି ଦେଖିପାରିବ ଆଉ ଥରେ ସେଇଟା? ମଞ୍ଜି ପୁତା ସରିବନି ଆଉ ଏ 12 ବର୍ଷକୁ ଥରେ ମଞ୍ଜି ପୁତା ହୁଏ। ତାପରେ ଆଉ ସେ ମିସ୍ କରିଦେଲେ ଆଉ ଦେଖିପାରିବେନି, ସେ ଜୀବନର ଦେଖିପାରିବେନି, ଜୀବନରେ ଆଉ ଦେଖିପାରିବେନି। ଆଉ ଥରେ ମଞ୍ଜି କେମିତିକା ରିପ୍ଲେ କରିକି ତ ଏଇ ଭିଡ଼ିଓ ଦେଖିପାରିବ ନା? ଭିଡ଼ିଓ ଆପଲୋଡ଼ ହବନି ଆପଣଙ୍କର? ନା ଆଉ ଆପଲୋଡ଼ ହବନି। ଏଇଟା 12 ବର୍ଷର ଥରେ ହୁଏ ନା କି? ଥରେ। ଆଚ୍ଛା, 12 ବର୍ଷର ଥରେ ତାହେଲେ ଠିକ୍ ରାଇଟ୍ 4ଟା ବେଳକୁ ଆପଣମାନେ ନିହାତି ଦର୍ଶକ ଯେତିକି ଦେଖୁଥାନ୍ତୁ କିନ୍ତୁ ନିହାତି ମौजूद ରହିବେ। ଏଇଟା ମିସ୍ କରିଦେଲେ ଆପଣଙ୍କୁ ପୁଣି 12 ବର୍ଷ ତଳୁ ଆଉ ଥରେ ଅପେକ୍ଷା କରିବା ପାଇଁ ପଡ଼ିବ। ମଞ୍ଜି ମିଳେ ନାହିଁ। ଏ ମଞ୍ଜି ସାର୍ ଆପଣ କେଉଁଠି ଅନଲାଇନ୍ର ମଗେଇତେ ପଡ଼େ। ଏଇଟା ସବୁ ଅନଲାଇନ୍ରେ ଦେଖନ୍ତୁ ମଗାଉଛନ୍ତି। ସିଏ ତାଙ୍କ ବାପା 14 ପୁରୁଷ ଏ କାମ କରନ୍ତି ବାକି ନା ବାପା ଅଜା କରନ୍ତି? ଆଜ୍ଞା। ଏବେ ଯେ ଆସିଲେ ଆପଣଙ୍କ ପାଖକୁ ଇଏ କିଏ ହୁଅନ୍ତି? ଇଏ ତେଙ୍ଗେର ତାଙ୍କ ଭାଇ। ତେଙ୍ଗେର ତାଙ୍କ ଭାଇ। ସିଏ କୋଉଠି ଆସନ୍ତି? ସାଉଥ ଆଫ୍ରିକା ନା ଇଷ୍ଟ ଇଣ୍ଡିଆ ନା କୋଉଠି ଆସନ୍ତି? ମେଡ୍ ଇନ୍ ଓଡ଼ିଶା। ମେଡ୍ ଇନ୍ ଓଡ଼ିଶାର। ଠିକ୍, ଦେଖେଇବ ତାଙ୍କ ଆଡ଼େ ଟିକେ କ୍ୟାମେରାଟା ଘୁରେଇବେ। ବାସ୍, ଇଏ ହେଉଛନ୍ତି ତେଙ୍ଗେର, ତାଙ୍କ ମାଉସୀର ତାଙ୍କ ପିଇସିର ପୁଅ ସିଏ। ଦେଖନ୍ତୁ ଇଆଡ଼କୁ ଟିକେ ଘୁରନ୍ତୁ ବାବୁ। ବାସ୍, ଏ ଦେଖିପାରୁଥିବେ ତାଙ୍କ ମାଉସୀଙ୍କ ପୁଅ ତେଙ୍ଗେ ଯିଏ ଭିଡ଼ିଓ କରିଥିଲେ ଭାଇରାଲ୍ ହେଇଯାଇଥିଲେ ଦେଖିଥିବେ। ତାପରେ ଇଏ ଆପଣଙ୍କ ଘରକୁ କେମିତି ଆସିଲେ? କେବେ ଆସିଲେ? 2-3 ଦିନ ହେଇଗଲାଣି ଆସିଛନ୍ତି ଆଉ। ହଉ ଠିକ୍ ଅଛି, ଆମେ ସେ କଥା ଉଠୁ ବାତିଲ କରିକି ଆମେ ମଞ୍ଜି ଆଡ଼କୁ ଯିବା। ତାପରେ କେମିତି କ'ଣ କୁହନ୍ତୁ? ପାଣି ତ ଦେଇ ଦିଆ ସରିଲା, ତାପରେ କେମିତି କ'ଣ କରାହେବ? ମାଲିକ ଏଇଟା ହିଁ। ମାଲିକ ତ ଇଏ ବସିଛନ୍ତି, ଆମେ ଆପଣଙ୍କୁ ଦେଖିପାରୁଛୁ। ଆପଣଙ୍କ ସେକ୍ରେଟାରୀ ଆପଣ ହେଉଛନ୍ତି ନା ମ୍ୟାନେଜର। ତାପରେ ଆପଣଙ୍କର ଯେ କଲ୍ଟା ଉଠେଇବେ କେଉଁ ମ୍ୟାଡ଼ାମ୍ ଉଠେଇବେ? ତେଙ୍ଗେର କିଏ ହୁଅନ୍ତି? ତେଙ୍ଗେର ଶାଳି ଉଠେଇବେ। ଠିକ୍ ଅଛି, ସେଇ ନମ୍ବରରେ କଲ୍ କଲେ ଆପଣ ଯୋଗାଯୋଗ କରିପାରିବେ ତ? ଆଜ୍ଞା। ଆଉ ଠିକ୍ ଅଛି, ରହୁଛି ତାହେଲେ। କାଲି 4ଟା ବେଳେ ଆପଣଙ୍କ ସାଙ୍ଗରେ ଦେଖାହେବ ମଞ୍ଜି ପୁତା ବେଳେ। ଆଉ ସାର୍ କିଛି କହିବେ କି? ନାଇଁ, ଆଉ କିଛି କହିବୁନି, ଏବେ ତ କାମ ବ୍ୟସ୍ତରେ ରହିଛୁ। କାଲି ମିସ୍ କରିବେ ନାହିଁ। ମଞ୍ଜି ପୁତା ବେଳକୁ ଆପଣ ଟିକେ ଭିଡ଼ିଓ ଦେଖିପାରିବେ ଚ୍ୟାନେଲରେ। ଆଚ୍ଛା, ଠିକ୍ ଅଛି। ଆଉ ସନ୍ଧ୍ୟା କେତୋଟି ସାର୍ ଗଛ କରିଛନ୍ତି? 200ଟା ହେଇଗଲାଣି ବା। 200ଟା? ଆଚ୍ଛା, ଠିକ୍ ଅଛି। ଆଚ୍ଛା, କାଲି 4ଟା ବେଳେ ଦେଖାହେବ। ବାଏ, ରାଧେ ରାଧେ, ଜୟ ଶ୍ରୀରାମ।